ओम शांति। पुस्तक पठन श्रीमद् भगवत गीता रहस्य। लेखक ब्रह्म कुमार सुधांशु शेखर मिश्र। पंचम अध्याय। जीवात्मा तार कर्म फल अनुसारे भल बा मंद जोनिरे जन्म हुए। पुरुष प्रकृतिस्थो हि भोक्ते प्रकृति जान गुणान कारणम गुण संख्यस्य सत जोनि जन्मसु। ଏଠାରେ ଜୀବାତ୍ମା ତାର ଭଲ ମନ୍ଦର କର୍ମଫଳ ଭୋଗିବାକୁ କିପରି ଗୋଟିଏ ଶରୀରରୁ ଅନ୍ୟ ଗୋଟିଏ ଶରୀରକୁ ଗତି କରେ, ଏ କଥା କୁହାଯାଇଛି। ଜୀବାତ୍ମା ଗୋଟିଏ ଶରୀର ତ୍ୟାଗ କଲା ସମୟରେ ତା ସହିତ ତା କର୍ମର ଫଳ ସଂସ୍କାର ରୂପେ ମୁଦ୍ରିତ ହୋଇଯାଏ। ସେ ପୁଣ୍ୟ କର୍ମ କରିଥିଲେ ପୁଣ୍ୟାତ୍ମା ଘରେ ଜନ୍ମ ନିଏ। ପାପ କର୍ମ କରିଥିଲେ ସେହି ଅନୁରୂପ ଦୁଃଖୀ, ଦରିଦ୍ର, ମୂର୍ଖ ବା ପାପୀ ଗୃହରେ ଜନ୍ମ ନିଏ। ଯେଉଁମାନେ କୁହନ୍ତି ଯେ ପାପ କର୍ମର ଫଳ ଭୋଗ କରିବାକୁ ଜୀବାତ୍ମା ପଶୁ ପକ୍ଷୀ ସରୀସୃପ ଜୀବଜନ୍ତୁ ବା କୀଟପତଙ୍ଗ ଆଦି ଶରୀରରେ ବା ଯୋନିରେ ଜନ୍ମ ନିଏ, ତାହା ବିବେକ ସମ୍ମତ ନୁହେଁ। ଆମ୍ବ ଟାକୁଆରୁ କେବଳ ଆମ୍ବ ଗଛ ଅଙ୍କୁରୁଥିବା ପରି ମାନବାତ୍ମା କେବଳ ମାନବ ଶରୀରରେ ହିଁ ଗ୍ରହଣ କରେ। ସେ କଦାପି ପଶୁପକ୍ଷୀ ଶରୀର ଗ୍ରହଣ କରେ ନାହିଁ। ଗୀତାରେ ଯେଉଁ ଯେଉଁ ସ୍ଥାନରେ ସତ୍ ଅସତ୍ ଯୋନି ଆଦି କଥା କୁହାଯାଇଛି, ତାହା କେବଳ ମାନବ ଶରୀର ପାଇଁ ଉଦ୍ଦିଷ୍ଟ ବୋଲି ବୁଝିବାକୁ ହେବ। ମାତୃଗର୍ଭରୁ ଯୋନି ବୋଲି କୁହାଯାଏ। ତେଣୁ କର୍ମଫଳ ଭୋଗ କରିବା ପାଇଁ ମାନବାତ୍ମା, ପୁଣ୍ୟାତ୍ମା, ଦେବାତ୍ମା, ମହାତ୍ମା, ପାପାତ୍ମା, ଧନୀ, ଦରିଦ୍ର, ମୂର୍ଖ, ସବର୍ଣ୍ଣ, ଅସବର୍ଣ୍ଣ, ବ୍ରାହ୍ମଣ, ବୈଶ୍ୟ, କ୍ଷତ୍ରିୟ, ଶୂଦ୍ର ଆଦି ବିଭିନ୍ନ ମାତୃଗର୍ଭରେ ଜନ୍ମ ନିଏ। ଅନ୍ୟଥା ମାନବ ସମାଜ ମଧ୍ୟରେ ବିଭିନ୍ନ ବ୍ୟକ୍ତି ମଧ୍ୟରେ ବିଭିନ୍ନ ପ୍ରକାର ଗୁଣାତ୍ମକ ପ୍ରଭେଦ ରହନ୍ତା ନାହିଁ। ଆମେ ଦେଖୁ ଯେ ଜଣେ ବିନା ପରିଶ୍ରମରେ ଉନ୍ନତିର ଚରମ ସୀମାରେ ପହଞ୍ଚି ଯାଉଛି, ତ ଅନ୍ୟ ଜଣେ ସବୁ ପ୍ରକାର ଚେଷ୍ଟା ପ୍ରଚେଷ୍ଟା ସତ୍ତ୍ୱେ ମଧ୍ୟ ଲକ୍ଷ୍ୟ ସାଧନ କରିପାରୁନାହିଁ। ଗୋଟିଏ ପରିବାରରେ ଦୁଇ ଭାଇ ମଧ୍ୟରେ ଜଣେ ପ୍ରଖର ଧୀଶକ୍ତି ସମ୍ପନ୍ନ ତ ଆଉ ଜଣେ ନିପଟ ମୂର୍ଖ। ଜଣେ ସନ୍ଥ ହୋଇଥିବା ବେଳେ ଆଉ ଜଣେ ଭ୍ରଷ୍ଟାଚାରୀ ହେଉଛି। ଜଣେ ଗଧ ଖଟଣି ଖଟୁଥିବା ବେଳେ ଅନ୍ୟ ଜଣକ ତୂଳିତଳ୍ପ ଶଯ୍ୟାରେ ସୁଖ ଭୋଗ କରି ଅପର୍ଯ୍ୟାପ୍ତ ସମ୍ପତ୍ତି ଭୋଗ କରୁଛି। ପଶୁ ପକ୍ଷୀ ପ୍ରଭୃତି ଇତର ଶ୍ରେଣୀର ପ୍ରାଣୀମାନଙ୍କର ଭଲ ମନ୍ଦ ନିର୍ଣ୍ଣୟକାରୀ ବୁଦ୍ଧି ନ ଥିବାରୁ ମାନବାତ୍ମା ତାର ମନ୍ଦ କର୍ମ ପାଇଁ ସେହି ସବୁ ଶରୀର ଧାରଣ କରିବା ତା ପାଇଁ ଦଣ୍ଡ ହୋଇ ନପାରେ। ମାନବାତ୍ମା ଅତ୍ୟନ୍ତ ଦୁଃଖୀ, ଦରିଦ୍ର ବା ଅସହାୟ ପରିସ୍ଥିତିରେ ସମ୍ମୁଖୀନ ହେଲେ ସ୍ୱତଃ ତା ମୁହଁରୁ ବାହାରି ପଡ଼େ, ହେ ଭଗବାନ, କେଉଁ ଜନ୍ମର ପାପ ଫଳରୁ ମୋତେ ଏହା ଭୋଗ କରିବାକୁ ପଡ଼ୁଛି। ସମ୍ପ୍ରତି ମନସ୍ତାତ୍ତ୍ୱିକ ଗବେଷଣା ଦ୍ୱାରା ବା ସମ୍ମୋହନ ଶକ୍ତି ପ୍ରୟୋଗ ଦ୍ୱାରା ବୈଜ୍ଞାନିକମାନେ ମଧ୍ୟ ଏହି ସିଦ୍ଧାନ୍ତରେ ଉପନୀତ ହେଲେଣି ଯେ ମାନବାତ୍ମା ବିଭିନ୍ନ ଜନ୍ମରେ ବିଭିନ୍ନ ନାମ ରୂପ ନେଇ କେବଳ ମଣିଷ ଶରୀର ଧାରଣ କରିଆସିଛି। ପୁନର୍ଜନ୍ମ, ପୂର୍ବଜନ୍ମ ମନେ ରଖିଥିବା ଏଭଳି ଅନେକ ବ୍ୟକ୍ତିଙ୍କ କଥା ମଧ୍ୟ ପତ୍ରପତ୍ରିକାରେ ପ୍ରକାଶିତ ହୋଇଛି। ଆତ୍ମା ହେଉଛି ମୁଖ୍ୟତଃ ତିନୋଟି ଶରୀର ଶକ୍ତିର ସମାହାର। ତାହା ହେଲା ମନ୍ଦ ବୁଦ୍ଧି ଓ ସଂସ୍କାର। ଆତ୍ମାର ସଂକଳ୍ପ ଶକ୍ତି ଓ ନିର୍ଣ୍ଣୟ ଶକ୍ତିର ଅଭିବ୍ୟକ୍ତିର ନାମ ହେଉଛି ମନ ଓ ବୁଦ୍ଧି। ମନ ଓ ବୁଦ୍ଧି ଦ୍ୱାରା ଆତ୍ମା ଯେଉଁ କର୍ମ କରେ, ତାର ଭଲ ମନ୍ଦର ପ୍ରତିକ୍ରିୟା ଆତ୍ମାରେ ଲିପିବଦ୍ଧ ହୋଇଥାଏ। କର୍ମଫଳର ଏହି ଅଭିଲିଖନ ପ୍ରକ୍ରିୟାକୁ ସଂସ୍କାର କୁହାଯାଏ। କେତେକ ବିଦ୍ୱାନ୍ ମନ, ବୁଦ୍ଧି ଓ ଆତ୍ମାକୁ ଭିନ୍ନ ଭିନ୍ନ ସତ୍ତା ବୋଲି ବିଶ୍ୱାସ କରନ୍ତି। କିନ୍ତୁ ଗୀତାର କେତେକ ଶ୍ଲୋକର ସୂକ୍ଷ୍ମ ବିଶ୍ଳେଷଣ କଲେ ସେମାନଙ୍କ ବିଶ୍ୱାସ ପ୍ରମାଦପୂର୍ଣ୍ଣ ବୋଲି ମନେହୁଏ। ଗୀତାର ଗୋଟିଏ ସ୍ଥାନରେ କୁହାଯାଇଛି ଯେ ବୁଦ୍ଧି ଦ୍ୱାରା ମନକୁ ଜୟ କରିଛି, ତାହାର ମନ ହେଉଛି ଉତ୍ତମ ବନ୍ଧୁ। ଯିଏ ମନକୁ ଜୟ କରିପାରିନାହିଁ,
ତା ପକ୍ଷରେ ସେହି ମନ ହିଁ ଏକ ସାଂଘାତିକ ଶତ୍ରୁ। ବନ୍ଧୁରାତ୍ମାତ୍ମନସ୍ତସ୍ୟ ଯେନାମୈପାତ୍ମନାଜିତଃ ଅନାତ୍ମନସ୍ତୁ ଶତ୍ରୁତେ ତ୍ରେୟତ୍ରେୟାତ୍ମଶତ୍ରୁବତ୍। ଏଠାରେ ଯେଉଁ ଆତ୍ମାକୁ ଆତ୍ମା ଦ୍ୱାରା ଜିତିବା କଥା କୁହାଯାଇଛି, ଏହାର ସ୍ପଷ୍ଟ ଅଭିପ୍ରାୟ ମନକୁ ବୁଦ୍ଧି ଦ୍ୱାରା ଜୟ କରିବା। ପ୍ରଥମ ଥର ଆତ୍ମା ଶବ୍ଦ ମନ ପାଇଁ ଓ ଦ୍ୱିତୀୟ ଥର ବୁଦ୍ଧି ପାଇଁ ପ୍ରଯୁକ୍ତ ହୋଇଛି। ଆମର କର୍ମେନ୍ଦ୍ରିୟ ସମୂହକୁ ଶ୍ରେଷ୍ଠ, ବଳବାନ ଓ ସୂକ୍ଷ୍ମ ବୋଲି କୁହାଯାଏ, କିନ୍ତୁ ସେମାନଙ୍କଠାରୁ ମନ ଅଧିକ ଉନ୍ନତ। ବୁଦ୍ଧି ମନ ଅପେକ୍ଷା ଅଧିକ ଉନ୍ନତ ଏବଂ ବୁଦ୍ଧି ଅପେକ୍ଷା ଆତ୍ମା ଅଧିକ ଉନ୍ନତ ଅଟେ। ଇନ୍ଦ୍ରିୟାଣି ପରାଣ୍ୟହୁରିନ୍ଦ୍ରିୟେଭ୍ୟଃ ପରଂ ମନଃ ମନସ୍ତସ୍ୟ ପରାଂ ବୁଦ୍ଧି ଯୋ ବୁଦ୍ଧିଃ ପରସ୍ତସ୍ୟ ସଃ। ପରବର୍ତ୍ତୀ ଶ୍ଲୋକରେ ଆତ୍ମାକୁ ବୁଦ୍ଧିଠାରୁ ଶ୍ରେଷ୍ଠ ଏବଂ ବୁଦ୍ଧି ଦ୍ୱାରା ମନକୁ ବଶୀଭୂତ କରି କାମରୂପୀ ଦୁର୍ଜୟ ଶତ୍ରୁକୁ ପରାଜିତ କରାଯାଇ ପାରିବ ବୋଲି କୁହାଯାଇଛି। ଏବଂ ବୁଦ୍ଧେଃ ପରଂ ବୁଦ୍ଧ୍ୟା ତମସ୍ଭ୍ୟାନାତ୍ମମାତ୍ମନା ଜହିଃ ଶତ୍ରୁଂ ମହାବାହୋ କାମରୂପଂ ଦୁରାସଦମ୍। ସଂକଳ୍ପକୁ ଅନୁଭବ କରିବା ବା ଇଚ୍ଛା କରିବାର ନାମ ମନ। ଜାଣିବା, ମାନିବା, ଚିହ୍ନିବା, ସ୍ମରଣ ରଖିବା, ନିର୍ଣ୍ଣୟ କରିବା ଆଦି ହେଉଛି ବୁଦ୍ଧିର କାମ। ଗୀତାରେ ମନ ଓ ବୁଦ୍ଧିକୁ ଏକ ଅର୍ଥରେ ପ୍ରୟୋଗ କରାଯାଇଛି। ଆତ୍ମା ସୁଖ ଓ ଶାନ୍ତି ପାଇଁ ଇଚ୍ଛା କରେ ଏବଂ ଅନୁଭବ ମଧ୍ୟ କରେ। ଆତ୍ମା ଯେଉଁ ଜ୍ଞାନ ଆହରଣ କରେ, ସେହି ଜ୍ଞାନ ବୁଝିବା ଶକ୍ତି ଓ ବିଚାର ଶକ୍ତି ବୁଦ୍ଧି। ଯେଉଁମାନେ ମନ, ବୁଦ୍ଧି ଓ ଆତ୍ମାକୁ ପୃଥକ୍ ପୃଥକ୍ ସତ୍ତା ତଥା ଏକ ଆରେକଠାରୁ ଉନ୍ନତ ବୋଲି ବ୍ୟାଖ୍ୟା କରନ୍ତି, ସେମାନେ ଗୀତାକୁ ବିବେକସମ୍ମତ ଭାବେ ଅନୁଶୀଳନ କରିନାହାନ୍ତି ବୋଲି ବୁଝିବାକୁ ହେବ। କାରଣ ଇନ୍ଦ୍ରିୟ ସମୂହ ଆମ ସଂକଳ୍ପର ଅଧୀନ ଅଟନ୍ତି। ମନରେ ଉତ୍ପନ୍ନ ହେଉଥିବା ସଂକଳ୍ପକୁ ନିୟନ୍ତ୍ରଣ କରିବା ବା ଭଲ ମନ୍ଦର ନିର୍ଣ୍ଣୟ କରିବା କାମ ହେଲା ବୁଦ୍ଧିର। ଯେତେବେଳେ ଆମେ ଜ୍ଞାନ ଦ୍ୱାରା ମନକୁ ପରମାତ୍ମାଙ୍କ ସହିତ ଯୁକ୍ତ କରୁ, ସେତେବେଳେ ଆମକୁ ଆତ୍ମାର ଅନୁଭବ ହୁଏ। ଆତ୍ମାନୁଭୂତି ପାଇଁ ପ୍ରଥମେ ମନରେ ଜ୍ଞାନଯୁକ୍ତ ସଂକଳ୍ପ ସୃଷ୍ଟି କରିବାକୁ ହୁଏ। ଏହା ମନନ ମେଡିଟେସନ କୁହାଯାଏ। ଏହାଦ୍ୱାରା ମନରେ ସଂକଳ୍ପ ସମୂହର ଗତି ହ୍ରାସ ପାଏ ଓ କ୍ରମଶଃ ବୁଦ୍ଧି ଆତ୍ମନିଶ୍ଚୟ ସ୍ମୃତିରେ ସ୍ଥିର ହୋଇଯାଏ। ଏଥିପାଇଁ କୁହାଯାଇଛି, ମନଠାରୁ ବୁଦ୍ଧି ଉନ୍ନତ ବା ସୂକ୍ଷ୍ମ। ଅନୁଭୂତି ପାଇଁ ମନକୁ କେବଳ ସଂକଳ୍ପ ସ୍ତରରେ ସ୍ଥିର ନ ରଖି ବୁଦ୍ଧି ଦ୍ୱାରା ସୂକ୍ଷ୍ମ ରୂପରେ ସେହି ସ୍ମୃତିରେ ସ୍ଥିତ ରହିବାକୁ ହୁଏ। ଏପରି ହେଲେ କେବଳ ଆମେ ଆତ୍ମାନୁଭୂତି କରିପାରିବା। କ୍ରମଶଃ ଓମ୍ ଶାନ୍ତି।